ସେତେବେଳେ ବସୁଟ୍ ହେଉଥିବା ତାଙ୍କ କଥାରେ ବିଧାୟକ ମାନେ କାଳେ ତାଙ୍କ କଥା ଶୁଣିବେ ନାହିଁ, ସେତେବେଳେ ବସୁଟ୍ ହେଉଥିଲେ କାଳେ ଆଉ ଶୁଣିବେ ନାହିଁ, ଏହି ଆଶଙ୍କାରେ ବି ଥିଲେ ପାଣ୍ଡିଆନ। ତେଣୁ ପୁଣି ଥରେ ନବୀନଙ୍କ ମୁହଁରେ ତାଙ୍କ ପ୍ରଶଂସା କରିବା ପାଣ୍ଡିଆନ ହିଁ ଚାହୁଁଥିଲେ। ସେଇ କଥା ହେଲା। ନବୀନ ମାସେ ଭିତରେ ଦ୍ୱିତୀୟ ଥର ପାଇଁ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି। ନିର୍ବାଚନ ହାରିଲା ପରେ ଥରେ କହିଥିଲେ, ଏବେ ପୁଣି ଥରେ ଏଇଟା ହିଁ ଦରକାର ଥିଲା ପାଣ୍ଡିଆନଙ୍କର। ଗୋଟେ ଲୋକ ନବୀନ ନିବାସରେ ବସି ପୁରା ଦଳକୁ ଚଳାଉଛନ୍ତି, କେତେ ଧୂର୍ତ୍ତ ଦେଖନ୍ତୁ। ପ୍ରଥମେ ସମସ୍ତଙ୍କୁ ମନ୍ତ୍ରୀ କରିଦେଇ ଖୁସ୍ କରିଦେଲେ, ଜଣେ ଅଧେ ନୁହେଁ, ପୁରା 50କୁ 50 ମନ୍ତ୍ରୀ। ସମସ୍ତେ ଖୁସ୍ ହେଇଗଲେ, ଏତେ କାଳ ପରେ ଯାହା ହଉ ମନ୍ତ୍ରୀଟା ଆମେ ହେଲୁ, ମନେ ମନେ ଭାରି ଖୁସି ବି ହେଲେ। ତାପରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଏ ପ୍ରକାର ଖବର, याकू तो अनेक पेड न्यूज बोली कहते। तापर नवीन बाबू आसिक प्रशंसा कर पांड्यान पेड न्यूज रे आम तो कहबू जे पांड्यान पेड न्यूज रे फसी जाइछन्ते नवीन। खाली नवीन नुहे, से नवीन को मोहरा करी 50 विधायकों को परोक्षरे धमक भी दे देइछन्ति, सतर्क करैछन्ति, भाई हारिबा परे भी मोर ताकत किछि कमी नाही, चुपचाप मो कथा शुणिब, नहले दलर विदा करदेवी।